ନମସ୍କାର। ଆସନ୍ତୁ ଆରମ୍ଭ କରିବା ଆଜିର ଏହି ସୁନ୍ଦର ଭିଡ଼ିଓଟି। ଓମ୍ ନମୋ ଭଗବତେ ବାସୁଦେବାୟ। ଓମ୍ ନମୋ ଭଗବତେ ବାସୁଦେବାୟ। ଓମ୍ ନମୋ ଭଗବତେ ବାସୁଦେବାୟ। ଓଡ଼ିଆ ଭାଗବତ, ଲେଖକ ଜଗନ୍ନାଥ ଦାସ, ପ୍ରଥମ ସ୍କନ୍ଦ, ସପ୍ତମ ଅଧ୍ୟାୟ। ଏମନ୍ତେ ସୁକ ମୁଖୁ ଶୁଣି ସୌନକ ଆଦି ସର୍ବମୁନି, ସୁତ ମୁନିଙ୍କ ମୁଖ ଚାହିଁ ପୁଣି ପୁଛନ୍ତି ଭାବ ବହି। ସୌନକ ଉବାଚ, ବ୍ୟାସଙ୍କୁ ଛାଡ଼ି ଗଙ୍ଗା କୂଳେ ନାରଦ ଗଲେ ଯେତେବେଳେ, ଚିତ୍ତେ ସଂଶୟ ଯେତେ ଥିଲା ନାରଦ ବାକ୍ୟ ଦୂର ହେଲା। ସେ ସର୍ବଗୁଣେ ଅଧିକାରୀ ନାରଦ ବାକ୍ୟ ଚିତ୍ତେ ଧରି, ପୁଣି କି କଲେ ପୁଣ୍ୟ ଦେହା କହ ଆମ୍ଭକୁ ଯେବେ ଦୟା। ଏମନ୍ତେ ମୁନିଙ୍କ ପ୍ରସନ୍ନେ କୃଷ୍ଣ ମହିମା ଶୁଣି କର୍ଣ୍ଣେ, ସୁତ କହନ୍ତି ଦୋଷ ଚିତ୍ତେ ମୁନି ଜନଙ୍କର ଅଗ୍ରତେ। ସୁତ ଉବାଚ, ସେ ବ୍ରହ୍ମ ନଦୀର ପଶ୍ଚିମେ ଆଶ୍ରମ ସମ୍ୟକ୍ ପ୍ରାସ ନାମେ, ଯହିଁ ଅଶେଷ ମୁନି ଜନ ଏଣୁ ଅନେକ ଯଜ୍ଞ ସ୍ଥାନ, ମଧ୍ୟଭଦରୀ ନାମେ ବନ ବ୍ୟାସଙ୍କ ନିୟତ ଆଶ୍ରମ। ସେ ବନେ ସରସ୍ୱତୀ ଜଳେ ସ୍ନାନ ସାରି ପ୍ରାପ୍ତ କାଳେ, କୃଷ୍ଣ ମହିମା ଯେନ୍ତି ମନେ ମୁନି ବସିଲେ ଯୋଗ ଧ୍ୟାନେ, ନିର୍ମଳ ମନେ ଧ୍ୟାନ କରି ତକ୍ଷଣେ ପ୍ରଭୁ ନର ହରି, ମାୟା ସହିତେ ହେଲେ ଦୃଶ୍ୟ ଯେ ପୂର୍ବ ପୁରାଣ ପୁରୁଷ, ଯେ ମାୟା ତ୍ରିଗୁଣେ ଜଡ଼ିତ ଅଜ୍ଞାନେ ପଥେ ମୋହଗ୍ରସ୍ତ, ଅସତ୍ୟ ସତ୍ୟ ପ୍ରାୟ ମଣେ ଆତ୍ମାର ଗତି ନ ପ୍ରମାଣେ, ତେଣୁ ସେ ଜନ୍ମାଦି ଅନର୍ଥ ଜୀବକୁ ହୁଅହିଁ ପ୍ରାପତ, ତାହାଙ୍କୁ ଉଦ୍ଧରିବା ଅର୍ଥେ କୃଷ୍ଣ ଭଗତି ଯୋଗ ପଥେ, ରଚିଲେ ଭାଗବତ ବାଣୀ ଏ ଜୀବ ତରେ ଯାହା ଶୁଣି, ଭକତି ଲଭେ କୃଷ୍ଣ ପାଦେ ନ ପଡ଼େ ଶୋକ ମୋହ ବାଧେ। ସଂହିତା ଛଳେ ହରିବାଣୀ ସୁକ ମୁନି କି ଘରେ ଆଣି, ସ୍ୱଭାବେ ତାଙ୍କ ନିଜ ସୁତ ହରଷ ଦେଲେ ଭାଗବତ, ବସେ ସେ ଗୋବିନ୍ଦ ପ୍ରସନ୍ନେ ମାୟା ନ ଲାଗେ ତାଙ୍କ ମନେ, ଏମନ୍ତେ ସୁତ ପ୍ରଶ୍ନ ଶୁଣି ମୁନି ସକଳେ ମନେ ଗୁଣି, ମନେ ସଂଶୟ ଖେଦ ବହି କହନ୍ତି ସୁତ ମୁଖ ଚାହିଁ। ସୌନକ ଉବାଚ, ମାୟା ନ ଲାଗେ ଯାର ଚିତ୍ତେ କି ପ୍ରୟୋଜନ ତାର ଗ୍ରନ୍ଥେ, ସୁଖ ସ୍ୱଭାବେ ଆତ୍ମା ରାମ ତାହାଙ୍କ ଗ୍ରନ୍ଥେ କି ବା ଶ୍ରମ, କାହାର ଅର୍ଥେ ବ୍ୟାସ ସୁତ ଅଭ୍ୟାସ କଲେ ଭାଗବତ, ନିର୍ଲପ ଯୋଗୀ ସେ ଯୁଗତେ ସଂଶୟ ଲାଗେ ଆମ୍ଭ ଚିତ୍ତେ, ଶୁଣି ସଂଶୟ ମୁନି କଥା କହନ୍ତି ସୁତ ବ୍ରହ୍ମବେତ୍ତା। ସୁତ ଉବାଚ, ସ୍ୱଭାବେ ମୁନିଙ୍କର ଚିତ୍ତ ଗ୍ରନ୍ଥରେ ନୁହଁହିଁ ଗ୍ରନ୍ଥିତ, ତଥାପି ଅକିଞ୍ଚନ ପଣେ ଭଜନ୍ତି ଗୋବିନ୍ଦ ଚରଣେ, ଯେଣୁ ସକଳ ଭୂତେ ହରି ପରମ ଆତ୍ମା ରୂପେ ପୁରୀ, ତେଣୁ ଭକତି ଅତିରେକେ କହନ୍ତି ଏକ କୁଆରକେ, ସେ ସୁକ ମୁନି ଶୁଦ୍ଧ ଚେତା ନିତ୍ୟ ଅଭ୍ୟାସେ କୃଷ୍ଣ କଥା, ଭକତ ଜନପ୍ରିୟ ଅର୍ଥେ ଯାହାର ଜନ୍ମ ଏ ଜଗତେ, ଏବେ ହୋ ଶୁଣ ବିପ୍ରଜନେ ହରିଚରିତ ଅବଧାନେ, ଭକତ ପରୀକ୍ଷିତ କଥା ପଣ୍ଡୁ ନନ୍ଦନଙ୍କ ବ୍ୟବସ୍ଥା, କୁରୁ ପାଣ୍ଡବ ଯୁଦ୍ଧ ଅନ୍ତେ ବୀରେ ଗମିଲେ ବୀର ପଥେ, ଭୀମସେନର ଗଦା ବାଜି ଦୁର୍ଯ୍ୟୋଧନର ଜାନୁ ଭାଜି, ପଳାଇ ଗଲା ପ୍ରାଣ ଡରେ ଲୁଚିଲା ବ୍ୟାସ ସରୋବରେ, ମନ୍ତେ ହୋଇଲା ରଜନୀ ଜଳେ ଭାଳଇ ଭୟ ଘେନି, କାନ୍ଦଇ ଜୀବନ ବିକଳେ ଦ୍ରୋଣ ନନ୍ଦନ ଦେଖି କୂଳେ, ବୋଲାଇ ରାଜା ମୁଖ ଚାହିଁ ମୋତେ ଯେ ନ ବରିଲୁ ତୁହି, ଯୁଦ୍ଧ ସକଳ ବୀର ମାରି ଏ ଭୂମି ଅପାଣ୍ଡବା କରି, ତୋତେ ବସାନ୍ତି ରାଜକୂଳେ ଅଖଣ୍ଡ ଅବନୀ ମଣ୍ଡଳେ, ଶୁଣି ବୋଲାଇ ନୃପବର ଏବେ ହୋ ଅପାଣ୍ଡବା କର, ଏବେ ବରିଲି ସେନାପତି ଫେଡ଼ ତୁ ମୋହର ଦୁର୍ଗତି, ଏମନ୍ତ କହି ଅନ୍ଧ ବଳା ତାହାର ହସ୍ତେ ଜଳ ଦେଲା।
ଦ୍ରୋଣକୁ ମୋର ବେଗେ ଉଠି ଧନୁ ଧଇଲା ଦୃଢ଼ ମୁଷ୍ଟି। ମନ୍ତ୍ରୀଣ ନାରାଜ ପେଶିଲା ପାନୋତ ଶିବିରେ ପଡ଼ିଲା। ଦ୍ରୌପଦୀ ପାଞ୍ଚ ଯେ କୁମରେ ସୋଇଣ ଥିଲେ ଅନ୍ତପୁରେ। ପଡ଼ି କାଟିଲା ତାଙ୍କ ଶିର ଶବଦ କଲା ମହାଘୋର। ଶୁଣି କମ୍ପିଲେ ଦିଗପାଳେ ପୂରିଲା ଭୂମି ଅନ୍ତରାଳେ। ଅତି ନିନ୍ଦିତ କର୍ମ କଲା ଦଇବ ବସେ ଦ୍ରୋଣ ବଲା। ଦ୍ରୌପଦୀ ଶୟନ ଉପେକ୍ଷୀ ପୁତ୍ର ମରଣ ଦୁଃଖେ ଦୁଃଖୀ। ବିକଳେ କରଇ ରୋଦନ ତା ପାଶେ ମିଳିଲେ ଅର୍ଜୁନ। ଅନେକ ଶାନ୍ତି ବାକ୍ୟ କହି ବୋଲେ ଦ୍ରୌପଦୀ ମୁଖ ଚାହିଁ। ଦ୍ରୋଣକୁ ମୋର ଶିର ବାଣେ କାଟି ସ୍ଥାବିବି ତୋ ଚରଣେ। ତେବେ ହରିବି ତୋର ଶୋକ ତୁ ଏବେ ସ୍ଥିର ଚିତ୍ତେ ଦେଖ। ସେ ବ୍ରହ୍ମବନ୍ଧୁ ଆତତାୟୀ ତାହାର ବଧେ ଦୋଷ ନାହିଁ। ଏମନ୍ତେ ମଧୁର ବଚନେ ଶାନ୍ତି କରାଇ ତାର ମନେ। ଯାର ସାରଥି ଭଗବାନ କେତାରେ କରେ ଅପମାନ। ଗାଣ୍ଡିବ ଧନୁ ଧରି ହସ୍ତେ ବସିଲା କପିଧ୍ୱଜ ରଥେ। ବେଗେ ଧାଇଁଲା ସଜ ହୋଇ ତେବେ ଗଗନେ ଛନ୍ଦି ଚାହିଁ। ଅର୍ଜୁନ ଦେଖି ଦ୍ରୋଣ ବଳା କାତରେ ହୃଦୟ କମ୍ପିଲା। ବାଳକ ମଧ୍ୟ ଛନ୍ନ ମନେ ପଳାଇ ଜୀବନ ରକ୍ଷଣେ। ବେଗେ ପଳାଇ ଭୂମି ଗତେ ପଶିଲା ଗହନ ବନସ୍ତେ। ପୁଣି ପଳାଇ ଘୋର ବନେ ଅନ୍ଧକ ରୁଦ୍ର ଡରେ ଯେହ୍ନେ। ତାରେ ରକ୍ଷକ କେହି ନାହିଁ ଶ୍ରମେଣ ଅଶ୍ୱନ ଚଳଇ। ପ୍ରାଣ ରକ୍ଷଣେ ଦ୍ରୋଣ ସୁତ ମନେ ସୁମରି ବ୍ରହ୍ମ ଅସ୍ତ୍ର। ତକ୍ଷଣେ ଜଳେ ସ୍ନାନ କରି ବ୍ରହ୍ମଶିରାଙ୍କୁ ହସ୍ତେ ଧରି। ସଂହାର ନ ଜାଣେ ତାହାରେ ପେଶିଲା ଅର୍ଜୁନ ଉପରେ। ସ୍ୱଭାବେ ବ୍ରହ୍ମଶିରା ନାମ ତେଜେ ବିରାଜେ ରବି ସମ। ତାର ପ୍ରଚଣ୍ଡ ତେଜ ଚାହିଁ କମ୍ପଇ ଅର୍ଜୁନର ଦେହି। ବ୍ରହ୍ମ ଅସ୍ତ୍ରକୁ ଭୟ କଲା ଗୋବିନ୍ଦ ମୁଖକୁ ଚାହିଁଲା। ପଡ଼ି ଅଭୟ ପାଦ ତଳେ ବୋଲାଇ ଜୀବନ ବିକଳେ। ଅର୍ଜୁନ ଉବାଚ ହେ କୃଷ୍ଣ କୃଷ୍ଣ ଯୋଗେଶ୍ୱର ଶରଣ ଜନଙ୍କ ସୋଦର। ସଂସାର ଅନଳ ଦହନେ ଡରେ ସ୍ମରନ୍ତି ତୋତେ ଜନେ। ତାହାଙ୍କୁ ଦେଉ ମୋକ୍ଷ ଗତି ଅଭୟ ବ୍ରହ୍ମେ ସେ ପଶନ୍ତି। ଆଦି ପୁରୁଷ ନିରଞ୍ଜନ ପ୍ରକୃତି ପରେ ତୋ ବିଶ୍ରାମ। ସ୍ୱରୂପେ ମାୟାକୁ ସଂହାରୁ କୈବଲ୍ୟ ରୂପେ ତୁ ବିହରୁ। ଏଣୁ ତୋହର ଗତି ମୁହିଁ ମାୟାର ବଳେ ନ ଜାଣଇ। ଏ ଜୀବ ଲୋକେ ଘୋର ମାୟା ଟୁଟଇ ଯାରେ କରୁ ଦୟା। ଏ ଯେ ତୋହର ଅବତାର ଖଣ୍ଡିବ ଅବନୀର ଭାର। ତୋରେ ଶରଣ ଯେ ପଶଇ ସଂସାର ତାକୁ ନ ଲାଗଇ। ଏଣୁ ମୋହର ଗତି ତୁହି ତୋ ମାୟା ବଳ ମୁଁ ଜାଣଇ। ଏ ଯେ ଆସଇ ବ୍ରହ୍ମସର ତେଜେ ଆଚ୍ଛାଦିତିନି ପୁର। ସ୍ୱଭାବେ ପ୍ରଚଣ୍ଡ ଦାରୁଣ ଦେଖି କମ୍ପଇ ମୋର ପ୍ରାଣ। କହ କି କରିବି ଗୋସାଇଁ ତୋ ତହୁଁ ଆନ ଗତି ନାହିଁ। ଅର୍ଜୁନ ବାକ୍ୟ ଶୁଣି ହସି କହନ୍ତି ପ୍ରଭୁ ବ୍ରହ୍ମରସି। ଶ୍ରୀକୃଷ୍ଣ ଉବାଚ ଜୀବନ ଡରେ ଦ୍ରୋଣ ବଳା ଅତି ମାନୁଷ କର୍ମ କଲା। ମନ୍ତ୍ର ନ ଜାଣଇ ସଂହାରେ ବେଗେ ପେଶିଲା ପ୍ରାଣ ଡରେ। ଏହା ନିବାରେ ଶସ୍ତ୍ର ନାହିଁ କେହି ନ ଜାଣେ ଦେହ ବହି। ତୁ ତ ସକଳ ଶାସ୍ତ୍ର ଜାଣୁ ଚଞ୍ଚଳ ଚିତ୍ତେ ନ ପ୍ରମାଣୁ। ଏ ବ୍ରହ୍ମଶସ୍ତ୍ର ତେଜ ଘୋର ତୁ ବ୍ରହ୍ମଶସ୍ତ୍ରେଣ ନିବାର। ସୁତ ଉବାଚ ଶୁଣି ଗୋବିନ୍ଦ ମୁଖୁ ବାଣୀ ଅର୍ଜୁନ ମନେ ମନେ ଗୁଣି।
ତକ୍ଷଣେ ଆଚମନ କଲା କୃଷ୍ଣଙ୍କୁ ମନେ ସୁମେରିଲା। ଦ୍ରୋଣଙ୍କ ତହୁଁ ଅଛି ଜାଣି ଭାବେ କହିଲେ ଚକ୍ରପାଣି। ବ୍ରହ୍ମଶରକୁ ବ୍ରହ୍ମଶର ମନ୍ତ୍ରୀ ଫେସିଲା ବୀରବର। ଗଗନ ମଧ୍ୟ ବେନିସରେ ଭୂମିକମ୍ପଇ ଥରହରେ। ଅର୍କ ଅନଳ ପ୍ରାୟ ଦିଶି ବଢ଼ିଲେ 10 ଦିଗଗ୍ରାସୀ। ସେ ବେନି ଶସ୍ତ୍ର ତେଜ ରାଶି ପ୍ରଳୟ ନଳ ପ୍ରାୟ ଦିଶି। ଦହିପା ପ୍ରାୟ ତ୍ରିଭୁବନ ଦେଖି ଡରିଲେ ସର୍ବଜନ। ତେଜେ ତାପିତ ତ୍ରିଭୁବନ ତା ଦେଖି ତକ୍ଷଣେ ଅର୍ଜୁନ। କୃଷ୍ଣ ବୋଇଲେ ଶୁଣ ବୀର ଅସ୍ତ୍ରେ ସେ ଅସ୍ତ୍ରକୁ ସଂହାର। ଯହୁଁ କହିଲେ ଚକ୍ରପାଣି ତକ୍ଷଣେ ସଂହାରିଲା ଆଣି। ରଥୁ ଓହ୍ଲାଇ ମହାରୋଷେ ଧଇଲା ଅଶ୍ୱତ୍ଥ ଥାମା କେଶେ। ପ୍ରଚଣ୍ଡ ରୋଷେ ଶିର ଝୁଣି ଆକର୍ଷି ପାଡ଼ିଲା ଧରଣୀ। କର ଚରଣ ତନୁ ଛନ୍ଦେ ବେଗେ ବାନ୍ଧିଲା ମାଳ ବନ୍ଧେ। ବରୁଣ ପାଶକୁ ସୁମରି ପଶୁଙ୍କ ପ୍ରାୟ ବନ୍ଦୀ କରି। ଅର୍ଜୁନ ମନେ ଦୟା ବହି ରାଜସଦନେ ନେବା ପାଇଁ। ରଥର ଦଣ୍ଡେ ବାନ୍ଧେ ଆଣି ଦେଖି ବୋଲାନ୍ତି ଚକ୍ରପାଣି। ଏ ବ୍ରହ୍ମବନ୍ଧୁ ବତ୍ସ ଦ୍ରୋହୀ ଏହାକୁ ଦଣ୍ଡେ ହେ ନ ଥୋଇ। ମନେ ତୁ ଅନ୍ୟ ନ ବିଚାର ବେଗେ ଏହାର ପ୍ରାଣହର। ନିର୍ଦ୍ଦୋଷ ବାଳକ ଶୟନେ ଥିଲେ ଯେ ନିଦ୍ରିତ ଲୋଚନେ। ଏ ନାଶ କଲା ତାଙ୍କ ପ୍ରାଣ ଏବେ କହିବା ପାର୍ଥ ଶୁଣ। ମର୍ତ୍ତ ପ୍ରମର୍ତ୍ତ ଉନ୍ମତ୍ତ ବାଳ ବନିତା ନିଦ୍ରାଗତ। ଶରଣାଗତ ରଥହୀନ ସଙ୍କଟେ ଦେଖି ରିପୁଜନ। ଏହାଙ୍କୁ ବଧ ଯେ କରନ୍ତି ଜୀବନ ଥାଉଁ ସେ ମରନ୍ତି। ପର ଜୀବନ ମାରି ଆଣି ଆତ୍ମାକୁ ପୋଷନ୍ତି ଯେ ପ୍ରାଣୀ। ତାଙ୍କୁ ମାରନ୍ତେ ବହୁ ପୁଣ୍ୟ ବେଦେ କହନ୍ତି ବିପ୍ରଜନ। ତୁ ଯେ ଦ୍ରୌପଦୀ ଆଗେ ରହି ପ୍ରତିଜ୍ଞା କଲୁ ଗର୍ବ ବହି। ବୋଇଲୁ ନ କାନ୍ଦ ସୁନ୍ଦରୀ ତୋର ରିପୁକୁ ମୁହିଁ ଧରି। ତାହାର ଶିର କାଟି ବେଗେ ସ୍ଥାପିବି ତୋର ପାଦ ଯୁଗେ। ମୁହିଁ ଯେ ଶୁଣିଅଛି ଏହା ଏବେ ରଖିଲୁ କରି ଦୟା। ବେଗେ ଏହାର ପ୍ରାଣହର ନିମିଷେ ବିଳମ୍ବ ନ କର। ଏ ପାପୀ ଆତତାୟୀ ନର ବାଳକ ହନ୍ତାଏ ତୁମ୍ଭର। ଯାହାର ଆଶ୍ରେ ଭୋଗ କଲା ତାର ଅପ୍ରିୟ ଏ ଚିନ୍ତିଲା। ଏଣୁ ଏ କୂଳ ପାଂଶୁପଣେ ନିତ୍ୟ ବଞ୍ଚଇ ଘୋର ବନେ। ସୁତ ଉବାଚ ଏମନ୍ତେ ଧର୍ମ ପରୀକ୍ଷାର୍ଥେ କୃଷ୍ଣ କହିଲେ ନାନା ମତେ। ଅର୍ଜୁନ ନ ଶୁଣଇ ତାହା ଗୁରୁପୁତ୍ରଙ୍କୁ କରି ଦୟା। ଯଦ୍ୟପି ଅଟେ ପୁତ୍ର ଦୋହି ତଥାପି ବଧେ ଇଚ୍ଛା ନାହିଁ। ତକ୍ଷଣେ ଉଠି ବୀର ପାର୍ଥ ବନ୍ଧନ କରି ଗୁରୁସୁତ। ଦ୍ରୌପଦୀ ଆଗେ ନେଇ ଦେଲା ତୋ ରିପୁ ସମ୍ଭାଳ ବୋଇଲା। ନିନ୍ଦିତ କର୍ମେ ହୀନ ହୋଇ ବନ୍ଧନ ପଶୁ ପାଶେ ଦେହି। ଦ୍ରୌପଦୀ ତାର ରୂପ ଚାହିଁ ତକ୍ଷଣେ ଚିତ୍ତେ ଦୟା ବହି। ପୁତ୍ରଙ୍କ ରିପୁ ଏ ନିୟତ ସ୍ୱଭାବେ ଦ୍ରୋଣ ଗୁରୁସୁତ। ଅନ୍ତରେ ନମସ୍କାର କଲା ଅର୍ଜୁନ ମୁଖକୁ ଚାହିଁଲା। ବୋଲଇ ବେନି କର ଯୋଡ଼ି ବନ୍ଧନ ଦିଅ ବେଗେ ଫେଡ଼ି। ସ୍ୱଭାବେ ବିପ୍ର ଗୁରୁଜନ ବିଶେଷେ ଦ୍ରୋଣଙ୍କ ନନ୍ଦନ। ରହସ୍ୟ ଧନୁର୍ବେଦ ଗ୍ରାମ ବିସର୍ଗ ସଂହାର ସଂଯମ। ସକଳ ଅସ୍ତ୍ରଶସ୍ତ୍ର କଳା ଯେ ଗୁରୁ ପଣେ ଶିଖାଇଲା। ସେହିଟି ପୁତ୍ର ରୂପେ ଜାତ ଆତ୍ମାରୁ ଆପଣେ ସମ୍ଭୂତ। ସ୍ୱାମୀର ତହୁଁ ଅର୍ଦ୍ଧେ ଘେନି ଯୁକତେ ଏହାର ଜନନୀ। ସ୍ୱାମୀର ସଙ୍ଗେ ସେ ନ ମଲା ଯେଣୁ ଏ ପୁତ୍ର ତାର ଥିଲା।
ତୁମ୍ଭେ ଧର୍ମଜ୍ଞ ମହାଭାଗ, ଏ ନୁହେଁ ତୁମ୍ଭ ଦଣ୍ଡ ଯୋଗ୍ୟ। ଏ ତୋର ଧର୍ମ ଗୁରୁକୁଳ, ଏହାକୁ ଭଲେ ପ୍ରତିପାଳ। ଏହାର ଗୌତମୀ ମାତା, ସୁପୁଣ୍ୟବତୀ ପ୍ରତିବ୍ରତା। ରୋଦନ ନ କରୁ ସେ ଶୋକେ, ମୋହର ପ୍ରାୟ ପୁତ୍ର ଦୁଃଖେ। କ୍ଷତ୍ରିୟ ଯେବେ ମୂଢ଼ପଣେ, କୋପ ସମ୍ପାଦେ ବିପ୍ରଗଣେ। ସେ କୋପେ ନିଜ କୁଳ ଦେହେ, ଏଣୁକେ ବିପ୍ର ମନ୍ୟୁ ସହେ। ସୁତ ଉବାଚ ଦ୍ରୌପଦୀ ଧର୍ମ ନ୍ୟାୟ ବାଣୀ, ହରଷେ ଯୁଧିଷ୍ଠିର ଶୁଣି। ଶୁଣି ନକୁଳ ସହଦେବ, ସାତ୍ୟକୀ ଅର୍ଜୁନ ପାଣ୍ଡବ। ଗୋବିନ୍ଦ ଆଦି ଶୁଣି କରି, କୁନ୍ତୀ ସହିତେ ଯେତେ ନାରୀ। ମଉନେ କିଛି ନ ବୋଇଲେ, ସେ ଧର୍ମ ଅନ୍ତରେ ଜାଣିଲେ। ତାହାଙ୍କ ମଧ୍ୟ ଭୀମସେନ, କଟାକ୍ଷ ଅରୁଣ ଲୋଚନ। କୋପେୟ ନାହିଁ କୃଷ୍ଣ ମୁଖେ, ବୋଲନ୍ତି ଅତି ମନ ଦୁଃଖେ। ତୀକ୍ଷ୍ଣ ଖଡ଼ଗେ କାଟି ଶିର, ଏହାକୁ ନରକୁ ଉଦର। କି ପ୍ରୟୋଜନ କିବା ଅର୍ଥେ, ଏ ପାପୁ ତରିବ କେମନ୍ତେ। ଶୟନେ ଶିଶୁ ବଧ କଲା, ସ୍ୱଭାବେ ଜିଉଁ ଜିଉଁ ମଲା। ଦ୍ରୌପଦୀ ତୁଲେ ଚକ୍ରପାଣି, ଏ ଧର୍ମ ଭୀମ ମୁଖୁ ଶୁଣି। ଅଳପ ହାସେ ଭାବଗ୍ରାହୀ, ବୋଲନ୍ତି ଅର୍ଜୁନକୁ ଚାହିଁ। ଶ୍ରୀ ଭଗବାନ ଉବାଚ ବ୍ରାହ୍ମଣ ବଧ ଯୋଗ୍ୟ ନୋହି, ଏହା ମୁଁ ଶାସ୍ତ୍ରେ ଅଛି କହି। ଯେ ଆତତାୟୀ କର୍ମ କରେ, ଅଧର୍ମ ମାର୍ଗେ ଶାସ୍ତ୍ର ଧରେ। ଜୀବନ ଥାଉ ସେ ମରନ୍ତି, ଅନ୍ତେ ନରକ ପଥ ଚିନ୍ତି। ମରଣ ଉଚିତ ଏହାର, ଏହାକୁ ରଖ ବୀରବର। ଉଭୟ ବାକ୍ୟ ମୋର କର, ଯେ ଧର୍ମ ଉଚିତ ବ୍ୟବହାର। ଦ୍ରୌପଦୀ ପୁତ୍ର ଶୋକ ବଳେ, ତୁ ଯେ ବୋଇଲୁ ଅବହେଳେ। ତୋହର ପୁତ୍ର ଶତ୍ରୁ ମାରି, ଶିର ଚରଣେ ପୂଜା କରି। ଖଣ୍ଡିବ ପୁତ୍ର ଶୋକ ତେବେ, ମୋର ବଚନ କର ଏବେ। ଶସ୍ତ୍ରେ ଏହାର ତେଜହର, ଜୀବନ ମୃତ୍ୟୁ ପ୍ରାୟ କର। ଶାସ୍ତ୍ରୀ ଲାଞ୍ଛନେ ଏ ବିହରୁ, ଏ ବିପ୍ର ଜୀବନେ ନ ମରୁ। ଶୋକ ନଥାଉ କୃଷ୍ଣାଚିତେ, ଏ କଥା କର ଭୀମ ହିତେ। ଏ କଥା ମୋର ସନ୍ମତ, ଶୁଣି ଅର୍ଜୁନ କୃତକୃତ୍ୟ। ତକ୍ଷଣେ ଉଠି କୋପ ଭରେ, ତୀକ୍ଷ୍ଣ ଖଡ଼ଗ ଧରି କରେ। କେଶ ଧଇଲା ବାମ ହସ୍ତେ, ମଣି ଯେ ଥିଲା ତାମ ପାଥେ। ଖଡ଼ଗ ଧରି ଦୃଢ଼ ମୁଷ୍ଟି, ମଣି ସହିତେ ଶିଖା କାଟି। ଆଣି ଥୋଇଲା ବାହୁ ବଳେ, ଦ୍ରୌପଦୀ ଦେବୀ ପାଦ ତଳେ। ବନ୍ଧନ ତକ୍ଷଣେ ଫେଇଲା, ଦ୍ରୌପଦୀ ତା ମୁଖ ଚାହିଁଲା। ବାଳକ ହତ୍ୟା ଦୋଷହୀନ, ମଳିନ ଦିଶେ ତା ବଦନ। ମଣିହରଣେ ତେଜ ଗଲା, ନଗରୁ ବେଗେ ପଳାଇଲା। କେଶ ବେପନ ଧନ ହରି, ତାହାକୁ ରାଜୁ ଦୂର କରି। ବ୍ରାହ୍ମଣ ଦଣ୍ଡ ଏହି ମତେ, ମରଣ ଲଭଇ ଜୀବନ୍ତେ। ଦ୍ରୋଣକୁ ମରେ ଶାସ୍ତ୍ରୀ ଦେଇ, ଜ୍ଞାତି ବାନ୍ଧବେ ରୁଣ୍ଡ ହୋଇ। ସର୍ବେ ଆତୁର ପୁତ୍ର ଶୋକେ, ବାଳକ ଘେନି ଏକେ ଏକେ। ଦହନ କଲେ ଦୁଃଖ ମନେ, ଏବେ ହୋ ଶୁଣ ମୁନିଜନେ। ସୁଜନ ହିତେ ଭାଗବତ, ଭିଆଇ ରସମୟ ଗୀତ। ପ୍ରଥମ ସ୍କନ୍ଧେ ହରିବାଣୀ, ଶୁଣି ସଂସାର ତର ପ୍ରାଣୀ। ଅମୃତ ଶ୍ରୀକୃଷ୍ଣ ଚରିତ, କହଇଁ ଦାସ ଜଗନ୍ନାଥ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପରମହଂସ ସଂହିତାଂ ପ୍ରଥମ ସ୍କନ୍ଧେ ଦ୍ରୋଣ ନିଗ୍ରହୋ ନାମ ସପ୍ତମ ଅଧ୍ୟାୟ ସମାପ୍ତ। ଯଦି ଆପଣମାନଙ୍କୁ ମୋର ଏହି ଭିଡ଼ିଓଟି ଭଲ ଲାଗିଥିବ ତେବେ ଲାଇକ୍ କରି ନିଅନ୍ତୁ। ପୁଣି ଦେଖା ହେବ ଆଉ ଗୋଟେ ସୁନ୍ଦର ଭିଡ଼ିଓରେ। ଥ୍ୟାଙ୍କ୍ସ ଫର୍ ୱାଚିଂ।